7 ସେପ୍ଟେମ୍ବର 2025 ରବିବାର, ଯାହାକି ଭାଦ୍ରବ ପୂର୍ଣ୍ଣିମା ପଡୁଅଛି। ଏହି ଦିନ ପଡୁଅଛି ଚନ୍ଦ୍ରଗ୍ରହଣ। ଏବେ କେଉଁ ସମୟରୁ ଆପଣ ହାଣ୍ଡି ଛାଡ଼ କରିବେ? କେଉଁ ସମୟରେ ଗ୍ରହଣ ସ୍ପର୍ଶ ହେଉଛି? କେଉଁ ସମୟରେ ଗ୍ରହଣ ଶେଷ ହେଉଛି? ଗ୍ରହଣ ସରିବା ପରେ କେଉଁ କାର୍ଯ୍ୟ କରିବା ଦ୍ୱାରା ପରିବାରରେ ସୁଖ ସମୃଦ୍ଧି ଆସିଥାଏ ବା ଶୁଭ ହୋଇଥାଏ? ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣରେ କେଉଁ ସବୁ ନିୟମ ମାନିବେ? ଏହି ସମୟରେ ଦେବନୀତି କେତେ ସମୟ ପର୍ଯ୍ୟନ୍ତ ଆପଣମାନେ ସାରିଦେବେ? ଆପଣମାନେ ରାତ୍ରିରେ ଖାଦ୍ୟ ଗ୍ରହଣ କରିବେ କି ନାହିଁ? ଚନ୍ଦ୍ରଗ୍ରହଣରେ ମଣିଷମାନେ କେଉଁ କେଉଁ ନିୟମ ପାଳନ କରିବା ଉଚିତ? ଏ ସମ୍ପର୍କରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ। ଏ ସବୁ ପ୍ରଶ୍ନର ଉତ୍ତର ଆଜିର ଭିଡିଓରେ ଆପଣମାନଙ୍କୁ ମିଳିବ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଆଜି ଆମେ ଆଲୋଚନା କରିବା ଚନ୍ଦ୍ରଗ୍ରହଣର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଭିଡିଓର ଶେଷ ପର୍ଯ୍ୟନ୍ତ ମୋ ସହ ଯୋଡ଼ି ରୁହନ୍ତୁ ଏବଂ ଚନ୍ଦ୍ରଗ୍ରହଣ ସମ୍ବନ୍ଧିତ ଏ ସବୁ ପ୍ରଶ୍ନର ଉତ୍ତର ଆଜି ଆପଣମାନଙ୍କୁ ମିଳିଯିବ। ଏବଂ ଏହି ଦିନ ଖୁଦୁରୁକୁଣୀ ଓଷା ବି ଶେଷ ହେଉଛି। କିପରି ପାଳନ କରିବେ? ଖୁଦୁରୁକୁଣୀର ଓଷାର ବି ଶେଷ ପାଳି। ତେଣୁ ଭିଡିଓର ଶେଷ ପର୍ଯ୍ୟନ୍ତ ନିଶ୍ଚୟ ମୋ ସହ ଯୋଡ଼ି ରୁହନ୍ତୁ। ପ୍ରଥମେ ଜାଣି ରଖନ୍ତୁ ଯେ ଆପଣମାନଙ୍କୁ କେଉଁ ସମୟରେ ଗ୍ରହଣ ଲାଗୁଛି, କେଉଁ ସମୟରେ ଗ୍ରହଣ ସରୁଛି। 12:57 ଦିନ 12:57 7 ସେପ୍ଟେମ୍ବର ରବିବାର। ସେ ଭିତରେ ଆପଣ ଖାଦ୍ୟ ଖାଇସାରିଥିବେ, ଦେବନୀତି ବି କରିସାରିଥିବେ। ସେଦିନ ଭାଗବତ ଜନ୍ମ ବି ପଡୁଅଛି। ଯାହା ବି ପୂଜା ପାଠ ଦେବନୀତି ଅଛି ଦିନ 12:57 ଆପଣ ସବୁ କରିଦେବେ ଏବଂ ନିଜ ଠାକୁର ଘରର କବାଟ ବି ବନ୍ଦ କରିଦେଇଥିବେ। ଏହି ସମୟରେ ଯେଉଁ ଦେବନୀତି ରହିଥାଏ ଏବଂ ସେହିଦିନ ପିତୃ ଶ୍ରାଦ୍ଧର ବି ପ୍ରଥମ ଦିନ ଅଟେ। ପିତୃମାନଙ୍କୁ ଯେଉଁମାନେ ତର୍ପଣ ଦିଅନ୍ତି ପ୍ରଥମ ଦିନ 12:57 ପୂର୍ବରୁ ସବୁ କାର୍ଯ୍ୟ ଆପଣମାନେ କରିଦେବେ ଏବଂ ଖାଦ୍ୟ ଖାଇସାରି ସବୁ କାମ 12:57 ପୂର୍ବରୁ ହିଁ ହବ। ଏହା ତ ଥିଲା ପ୍ରଥମ। ଦେବନୀତି ବି ସକାଳ ସମୟରେ ହବ, ସନ୍ଧ୍ୟା ସମୟରେ ଆଉ ହେବ ନାହିଁ। ତାପରେ ଆପଣଙ୍କ ଘରେ କ୍ଷୀର, ଦହି, ପାଣି ଯାହା ଯାହା ବି ଜିନିଷ ଅଛି ତୁଳସୀ ପତ୍ର କିମ୍ବା କୁଶ ପକାଇଦେବେ। ଏତିକି ନିୟମ ନିଶ୍ଚୟ ପାଳନ କରନ୍ତୁ। ଦ୍ୱିତୀୟଟି ଗଲା। ତୃତୀୟରେ କେଉଁ ସମୟରେ ଚନ୍ଦ୍ରଗ୍ରହଣ ଆରମ୍ଭ ହେଉଛି, କେଉଁ ସମୟରେ ଚନ୍ଦ୍ରଗ୍ରହଣ ଶେଷ ହେଉଛି? ରାତି 9:57 ଚନ୍ଦ୍ର ଗ୍ରହଣ ସ୍ପର୍ଶ ହେଉଛନ୍ତି ଏବଂ 1:28 ଏହା ଶେଷ ହେଉଛି। ତ ଆପଣ ମାନେ ଏହି ସମୟରେ କିଛି ନିୟମ ପାଳନ କରିବେ, ଯାହାକି ଗର୍ଭବତୀ ମହିଳା ମାନେ ଚନ୍ଦ୍ରଗ୍ରହଣ ଯେତେବେଳେ 12:57 ଆରମ୍ଭ ହେଇଯାଉଛି, ପାକତ୍ୟାଗ ସରିଯାଉଛି, ତ ସେହି ସମୟରୁ ହିଁ ଗର୍ଭବତୀ ମହିଳା ମାନଙ୍କୁ କିଛି ନିୟମ ମାନିବାର ଅଛି। ଆପଣ ମାନେ ବାହାରକୁ ଯିବେ ନାହିଁ। ଦ୍ୱିତୀୟରେ କୌଣସି ପନିପରିବା ଫ୍ରୁଟ୍ସ କାଟିବେ ନାହିଁ, ଛୁରୀ ଚାକୁର ବ୍ୟବହାର କରିବେ ନାହିଁ। ତୃତୀୟରେ ସେହିଦିନ ଆପଣ ମାନେ ପାଇଖାନା ଯିବା ସମୟରେ ବା ବାଥରୁମ ଯିବା ସମୟରେ ଟିକେ ଜଗି ରଖି ଯାଉଥିବେ। କୌଣସି ବି ଅଙ୍ଗ ଆପଣଙ୍କର ଯଦି କଷ୍ଟ ହଉଛି, ଯାହା ହଉଛି ଟିକେ ଦେଖି ଚାହିଁ କରି ନିଜର ବଡ ଲୋକଙ୍କର ଘରେ ଯେଉଁମାନେ ବଡ ଲୋକ ଅଛନ୍ତି, ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି, ପଚାରିକି ହିଁ ଯାହା ବି କରିବେ। ଖାଦ୍ୟ ଯେତେ ଗର୍ଭବତୀ ମହିଳା ମାନେ ଖାଦ୍ୟ ଯାହା ବି ଖାଇବେ ଟିକେ ଲାଇଟ୍ ଖାଇବା ଖାଇବେ, କାହିଁକି ନା ଏହି ସମୟରେ ଡାଇଜେଷ୍ଟ ହୁଏନି ବୋଲି କୁହାଯାଏ। ତେଣୁ ଆପଣ ରାତି 8ଟା ପୂର୍ବରୁ ଯାହା ବି ଖାଇବାର ଅଛି ଖାଇ ଦେଇଥିବେ ଏବଂ ରାତିରେ ଯଦି ନ ରହିପାରୁଛନ୍ତି ଜୁସ୍ ହିଁ ପିଇ ପାରିବେ। ଏହା ତ ଥିଲା ଗର୍ଭବତୀ ମହିଳାଙ୍କ ପାଇଁ ବିଶେଷ ନିୟମ। ଏବଂ ରାତ୍ରି ସମୟରେ ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରିବାକୁ ମନା କରାଯାଏ। ତେବେ ବୟସ୍କ ଲୋକ, ଛୋଟ ଛୁଆ, ରୋଗୀ ଏମାନେ କିପରି ରହିବେ? ଏମାନେ ଖାଦ୍ୟ ଗ୍ରହଣ କରିପାରିବେ। ଏହି ମାନଙ୍କ ପାଇଁ କୌଣସି ବି ନିୟମ ପ୍ରଯୁଜ୍ୟ ନାହିଁ। ଯେ କୌଣସି ବି ସମସ୍ୟା ହଉ, କିନ୍ତୁ ଏହି ଛୋଟ ଛୁଆ, ବୟସ୍କ ଲୋକ ଏବଂ ଘରର ରୋଗୀ ମାନେ ଯିଏ ବି ଅଛନ୍ତି ସେମାନଙ୍କୁ ଏସବୁ ନିୟମ ପ୍ରଯୁଜ୍ୟ ନାହିଁ। ସେମାନେ ଯଦି ରହିପାରିବେ ନାହିଁ, ସେମାନେ ନିଶ୍ଚୟ ଖାଦ୍ୟ ଗ୍ରହଣ କରିପାରିବେ। କିନ୍ତୁ ରାତି ଯୋଉ 9:57 ଆରମ୍ଭ ହେଇଯାଉଛି, ଆପଣ ମାନେ 9ଟା ପୂର୍ବରୁ ଖାଦ୍ୟ ଗ୍ରହଣ ଯାହା ବି କରିବା କଥା ଜଲ୍ଦି ହିଁ କରିଦିଅନ୍ତୁ ଏବଂ ଭଲ ହବ ଯଦି ରାତ୍ରି ସମୟରେ ଅନ୍ନ ଭୋଜନ କରିବେ ନାହିଁ। ଏହା ଭଲ ହବ ଯଦି ଆପଣ ମାନେ ରହିପାରିବେ, ଏହି ନିୟମ ପାଳନ କରିପାରିବେ ତାହେଲେ। ତେବେ ଏହି ଚନ୍ଦ୍ରଗ୍ରହଣ ସମୟରେ ଆଉ କଣ ନିୟମ ଆମ ମାନେ ପାଳନ କରିବା? ଯେମିତି କି ଦେବନୀତି ତ କରିବା ନାହିଁ, ସନ୍ଧ୍ୟା ସମୟରେ କିଛି ବି କାର୍ଯ୍ୟ କରିବେ ନାହିଁ, ସନ୍ଧ୍ୟା ଦୀପ ଦେବେ ନାହିଁ, କୌଣସି ପୂଜା ପାଠ କିଛି କରାଯିବ ନାହିଁ। ଯେତେବେଳେ ଗ୍ରହଣ 1:28 ଶେଷ ହୋଇଯିବ, ସେହି ସମୟରେ ତ ଆପଣ ମାନେ ଆଉ କିଛି କରିବେ ନାହିଁ। ରାତିରେ ତ ସ୍ନାନ ହେଇପାରିବ ନାହିଁ। ସକାଳ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବେ, ମୁଣ୍ଡ ଧୋଇକରି ପ୍ରତ୍ୟେକ ଘରର ସଦସ୍ୟ ସ୍ନାନ କରିବେ। ବ୍ରାହ୍ମଣ ମାନେ ନିଜର ପଇତାକୁ ବି ବଦଳାଇବେ। ତାପରେ ଗୋଟିଏ ମୁଠା ଚାଉଳ
प्रत्येक घर सदस्य बाहर कर रखिए ताहाको ब्राह्मण को दान देवे। चंद्र ग्रहण रे चाउल दान देवा द्वारा चंद्र ग्रहण जिते सरी जाए चाउल दान देवा द्वारा शुभ होता है। तेणु ब्राह्मण को से दिन चाउल दान निश्चय दिंतु। यह तो थिला एवं ता पर दिन जिते बेले आपण स्नान करिवे तुरंत ठाकुर घर पोछा पोछी करी सेतेबेले पूजा करिवे देवनीति कार्य ता पर दिन आरंभ करिवे। तापर आपनकर जीवनचर्या बा दिनचर्या जेमति करिवे कथा सेमिति करिवे। आज पई रहूची पुणी देखा हेबो आगामी एक सुंदर वीडियो रे।